ଅତି ଆଦରର ଛୋଟ ଭାଇ ଭଉଣୀ ଓ ମୋର ସହପାଠୀମାନଙ୍କୁ ସ୍ନେହର ଆଦର ଜଣାଉଅଛି। ମୋତେ ଏହି ସଭାରେ କିଛି କହିବାର ସୁଯୋଗ ମିଳିବାରୁ ମୁଁ ନିଜକୁ ଧନ୍ୟ ମନେ କରୁଅଛି। ଆମ ଦେଶର ନାମ ହେଉଛି ଭାରତ। ଏହା ହେଉଛି ଆମ ଦେଶ ଭାରତର 78ତମ ସ୍ୱାଧୀନତା ଦିବସ। ଏହି ଦିନ ଆମେ ସ୍ୱାଧୀନ ହୋଇଥିଲୁ। ଆମେ ଆମ ପୂର୍ବ ଐତିହ୍ୟମାନଙ୍କୁ ମନେ ପକାଇବା ପାଇଁ ସ୍ୱାଧୀନତା ଦିବସ ପାଳନ କରୁଛୁ। ଦୀର୍ଘ 200 ବର୍ଷର ଶାସନ ପରେ ଇଂରେଜମାନଙ୍କ କବଳରୁ 1947 ମସିହା ଅଗଷ୍ଟ ମାସ 15 ତାରିଖ ଦିନ ଆମେ ସ୍ୱାଧୀନତା ଲାଭ କରିଥିଲୁ। ଏହା ହେଉଛି ଆମର ଜାତୀୟ ପର୍ବ। ଏହି ଦିନ ଦେଶର ପ୍ରତ୍ୟେକ ନାଗରିକ ଜାତୀୟ ପତାକା ତଳେ ଛିଡ଼ା ହୋଇ ଜାତୀୟ ସଙ୍ଗୀତ ଗାନ କରନ୍ତି। ଆମ ଦେଶ ଭାରତକୁ ସ୍ୱାଧୀନ କରିବାରେ ବହୁ ସ୍ୱାଧୀନତା ସଂଗ୍ରାମୀମାନଙ୍କର ଅବଦାନ ରହିଛି। ସେଥିମଧ୍ୟରୁ ମହାତ୍ମା ଗାନ୍ଧୀ, ଲାଲ ବାହାଦୁର ଶାସ୍ତ୍ରୀ, ଗୋପବନ୍ଧୁ ଦାସ ଏମିତି ଅନେକ ବୀରପୁତ୍ରମାନଙ୍କର ଅବଦାନ ରହିଛି। ଲାଲ ବାହାଦୁର ଶାସ୍ତ୍ରୀ କହିଥିଲେ, ଜୟ ଯବାନ